हेलो जन मैंने जय जगन्नाथ। आज देखो गोटे नुआ आइटम कर देखो ये अटा चपटी से झी देखिए चपटी रखी नड़िया पूरा भाजुची नड़िया पूरा भाजुची नड़िया पूरा भजा हो सब केमी अच्छा भल चाहते भल समस्त भले रुहतु। देखो ये भाजीर भाजी आसान पाखु देखो देखो भाजी आसला पूरा भाजी गला गुजराती अदा गोलमरिच छेचा होती आपको पकईदबा देखो ये होगला कौन करुच्ची आप वीडियो सहित जोड़ी रुहतु देखिए मु कौन करुच्ची। देखो मुझे ये जो पिठाटी गढ़ुची ये कौन आप जानते निश्चित आप बहुत लोग जानते यहाँ हूँ सातपुरी यहाँ को सातपुरी कहुए। आज सातपुरी अमावास्या आज हूँ आम पुअर जन्मदिन पु तो ये ना बांगालोर रोचे से बांगालोर चाकरी करे कौन करी मुझे दिन में आम तो पूजा दि जाइए मंदिर में फीस्ट पड़ी अच्छी रघुनाथ मंदिर से तार सातपुरी अमावास्या दिन तार से पूजा कराए आठ तो सेमती घर में खाली सातपुरीटा करदे टे पानी दे दूसरी अटार कर कारण मैदाटा बहुत गैस कर कौन कर अटार करमती पूरा स्टफिंग देकर मोड़ी ना से कौन हम ना भल कि मोड़ी ना से छाणला बेले खोलीज देखते पूरा नड़िया पूरा देती छेना पूरा भी अपन देपारे बुंदी नड़िया मिसेकी से पूरा भी देपारे खाली छेना पूरा देपारे एमती गढ़ा हम सब
ଚାରିପଟେ ଟିକେ ଘିଅ ଦେଇଦେଲେ ଭଲ। ମୁଁ ଘିଅ ଦେଉନି, ମୁଁ ଟିକେ ପାଣି ଦେଇଦେଉଛି। ମୁଁ ଏତେ ରିଚ୍ କରିବାକୁ ଚାହୁଁନି, ଆମେ ଘରେ ଖାଇବୁ। ଆପଣମାନେ ଯଦି ଚାହିଁବେ ଆପଣମାନେ ଘିଅ ଦେଇପାରିବେ, ଯେତେ ରିଚ୍ ଆପଣ କରି ଖାଇପାରିବେ, ଆପଣଙ୍କ ଉପରେ ସେସବୁ ନିର୍ଭର କରେ। ଏଇଟା ଦେଖନ୍ତୁ, ଏଇଟା ହେଉଛି ସାତପୁରୀ। ଆକୁ ସପ୍ତପୁରୀ ବୋଲି ମଧ୍ୟ କୁହାଯାଏ। ମୁଁ ଗୋଟେ ଥାକ ଦେଇଛି, ତାକୁ 3-4 ଥାକ, 5 ଥାକ, 7 ଥାକ ପର୍ଯ୍ୟନ୍ତ ଦିଆଯାଇ କରାଯାଏ। କିନ୍ତୁ 7 ଥାକ ପର୍ଯ୍ୟନ୍ତ ସେ ଯେଉଁ ବଡ଼ ଆକାରର ହେଲେ ବଡ଼ ବଡ଼ ପୁରୀ ତାକୁ ଛୁରୀରେ ପିସ୍ ପିସ୍ କରି କଟାଯିବ। ସେଥିଲାଗି ସିଏ 7 ପ୍ରକାର ପୁର ଦିଆଯାଏ। ଦେଇକି କଲେ ସେ ବହୁତ ବଡ଼ ଆକାର ହେବ। ବଡ଼ କଡ଼ା ଦରକାର। ଏଇ ତ ଛୋଟ ଆକାର ହେଉଛି, ଆଉ ମୁଁ ଛୋଟ ଛୋଟ ବି ଘରେ କରୁଛି। ଆଉ ଦେଖନ୍ତୁ ମୁଁ ଆପରେ କ'ଣ କରୁଛି। ଦେଖନ୍ତୁ ଗଢ଼ା ହେଇଗଲାଣି। ଆଉ ଟିକେ ତେଲ ବସେଇ ଦେଇଛି, ତେଲ ତାତିଗଲାଣି, ଛାଣିନି। এটা ଆସ୍ତେ ଆସ୍ତେ ଛଣାଯିବ, ଆଉ ସିଝିବା ଟିକେ ଦରକାର ନା। ଏଠି ବଡ଼ ହେଇ ରହିଯିବ। ଦେଖନ୍ତୁ ସାତପୁରୀ କେତେ ସୁନ୍ଦର ଫୁଲିଛି, କେତେ ବଢ଼ିଆ ଦେଖାଯାଉଛି। ଆଜି ପୁଅର ଜନ୍ମଦିନ। ପ୍ରତିବର୍ଷ ତା ଜନ୍ମଦିନରେ ସାତପୁରୀ କରେ, କାରଣ ତାର ସାତପୁରୀ ଅମାବାସ୍ୟା ଜନ୍ମଦିନ। ଆମର ମନ୍ଦିରରେ ପୂଜା ପାଇଁ ଦିଆଯାଇଛି, ମନ୍ଦିରରେ ପୂଜା ହୁଏ ପ୍ରତିବର୍ଷ। ସେଠି ଫିଷ୍ଟ ପାର୍ଟି ଅଛି। ତାପରେ ଆମ ଘରେ ବି ଟିକେ ସାତପୁରୀ କରିଦିଏ ଆଉ। ଫୁଲିବ, ଫୁଲ ସାଇଡ୍ ଗୁଡ଼ା ଟିକେ ସିଝିବା ଦରକାର। ଖାଇବାକୁ ବହୁତ ବଢ଼ିଆ ଲାଗେ। ମଇଦାରେ ସବୁ ହୁଏ, ମଇଦାରେ କରାଯାଏ, କିନ୍ତୁ ଯେହେତୁ ଆମର ପେଟ ଗ୍ୟାସ୍ ହେଉଛି, ଆମେ ଘିଅ ଦେଇକରି ତାକୁ କ'ଣ କରିଛି ନା ଚକଟି ଦେଇଛି ଅଟା, ଅଟାରେ ଘିଅ ଦେଇ ଚକଟି ଦେଇକରି ଏମିତି କରି ଖାଇଲେ ବି ବଢ଼ିଆ ଲାଗିବ। କିଛି ଟେଷ୍ଟ କିଛି ଖରାପ ନାହିଁ। ଦେଖନ୍ତୁ କେତେ ସୁନ୍ଦର ଭାବରେ ଫୁଟୁଛି, ବଢ଼ିଆ ହେଇଛି।
କେତେ ସୁନ୍ଦର ଫୁଲୁଛି। ଏବେ ଦୋକାନରେ ବି ସବୁ ବିକ୍ରି ହେଉଛି। ଆଉ ଦୋକାନ ସବୁ କରିକି ବିକୁଛନ୍ତି, କିନ୍ତୁ ଆପଣମାନେ ଘରେ କରି ଖାଇବେ ପିଓର ତେଲରେ କିଛି ଭେଜାଲ ନାହିଁ। ସବୁ ଜିନିଷ ଆପଣମାନେ ନିଜେ କରିକି ଘରେ ଖାଇବେ, ଜାଣିବେ ସବୁ ଜିନିଷଟା ପରଫେକ୍ଟ ହେଉଛି। ସେଠି ସମସ୍ତେ ଭେଜାଲ ମିଶାଇ ଦେଉଛନ୍ତି, ପୋଡ଼ା ତେଲ, ତାପରେ ଏଇ ପୁରା କ'ଣ ଭାଜିଥିବେ, କ'ଣ କେମିତି ଭାଜିଥିବେ, ରହିଥିବ କେତେ ଦିନ ତଳେ ରହିଥିବ, କ'ଣ ହେଇଥିବ କିଛି ଠିକଣା ନାହିଁ ତାଙ୍କର। ଘରେ କରି ଖାଇବ, ସବୁ ତେଲ ଛଣା ଜିନିଷ ଘରେ ଖାଇବ। ମୁଁ ଆରମ୍ଭରୁ ଆପଣମାନଙ୍କୁ କହୁଛି, ଆପଣ ସମସ୍ତେ ଘରେ କରି ଖାଇବେ, ବହୁତ ବଢ଼ିଆ ଲାଗିବ। ଦେହ ପାଇଁ ମଧ୍ୟ ଭଲ, କିଛି ଦେହ ଖରାପ ହେବନି। ଦେଖନ୍ତୁ ହେଉଛି। ମୁଁ ଆଉ ବେଶୀ କରିନି, କାରଣ ଆମର ତ ଅଳ୍ପ ମେମ୍ବର, ଅଳ୍ପ ରହିଛି, ଆମେ 2-3 ଜଣ ଲୋକ। ସାତପରି ଅମାବାସ୍ୟା ଘରେ ପାଳନ କରାଯାଏ, ଏବଂ ଶ୍ରୀମନ୍ଦିରରେ ବି ପାଳନ କରାଯାଏ। ଜଗନ୍ନାଥ ପାଖରେ ବି ଭୋଗ ଲଗାଯାଏ ସାତପରି। ଆପଣମାନେ କରିକି ଖାଆନ୍ତୁ, ବହୁତ ଭଲ ଲାଗିବ। ଅଟାରେ କରିଛି, ଆପଣ ଚାହିଁଲେ ଅଟାରେ କଲେ ଭଲ ଲାଗିବ, ମଇଦା କଲେ ବି ଭଲ ଲାଗିବ। କିନ୍ତୁ ମଇଦାଟା ଯେହେତୁ ପେଟ ଗ୍ୟାସ୍ କରୁଛି, ଲୋକମାନେ ଗ୍ୟାସ୍ ମାନେ ମଇଦାଟା ଖାଇଲେ ଭଲ ନୁହେଁ ଦେହ ପାଇଁ, ସେଥିପାଇଁ ସେମାନେ ଅଟାରେ କରିକି ଆମ ଓଡ଼ିଆ ଆମର ପ୍ରତିବର୍ଷ ସାତପରି ମାସରେ ଘରେ ସାତପରି ହୁଏ। ଆଉ ଯେତେବେଳେ ଗାଁରେ ଥିଲୁ, ଗାଁରେ ପୁଅର ଜନ୍ମଦିନ, ଗାଁରେ ଆମର 8-10 ଘର ଭାଇ ଘର ସମସ୍ତଙ୍କ ଘରେ ଦିଆଯିବ। ସେଠି ବିଭିନ୍ନ ପ୍ରକାର ହେଇକି ଦିଆଯାଏ। ଖେଚୁଡ଼ି, ଡାଲମା, ଖିରି, କାକରା ପିଠା, ଏଇ ଯେଉଁ ସତପରି, ତାପରେ ପାୟସ, ସବୁ ତ ହୁଏ। ସବୁ ହେଇକି ଆଉ ଭୋଗ ପିଠା ସବୁ ଦିଆଯାଏ ଗାଁରେ ବଣ୍ଟାଯାଏ। ଆଉ ଏଠି ତ ପାଉନି, ଆଉ ଏଠି ତ ସେସବୁ ସିଷ୍ଟମ୍ ନାହିଁ। ଆମ ଘର ପାଖ ବଜାରରେ 4-5 ଦିନ ପର୍ଯ୍ୟନ୍ତ ରହିଯିବେ ବିକ୍ରି ହେବ। ଦୋକାନମାନଙ୍କରେ ବିକ୍ରି ହେବ, ଲୋକମାନେ ସବୁ ଆଣି ଖାଇବେ। ଯେଉଁମାନେ ସବୁ ଘରେ କରିପାରୁନାହାନ୍ତି ସେମାନେ ଦୋକାନ ଆଣି ଖାଉଛନ୍ତି କିଣିକିରି। ଆଉ ବହୁତ ବଡ଼, ସେମାନେ ପୁରା ବଡ଼ ବଡ଼ କିରି ସବୁ ଏତେ ବଡ଼ ବଡ଼ ସବୁ ଲେଖା ହେଇଥିବ, ବଡ଼ ବଡ଼ କଢ଼ା ଧରି ହେଇଥିବ। ଗୋଟେ ସାତପରି 5 କେଜି, 2 କେଜି, 3 କେଜି, 4 କେଜି, 1 କେଜି ଏମିତି। ଆଉ ଯେଉଁମାନେ ସବୁ କେଜି ହିସାବରେ ନିଅନ୍ତି, କିଏ କହୁଛନ୍ତି କାଟିକି ନେଲେ କାଟିକି ବି ନେଇପାରିବେ। ଧର 2 କେଜି ଅଛି କି 5 କେଜି ଅଛି, ଜଣଙ୍କର ଚାହିଁଲେ ନେଇପାରିବ, ସେ କାଟିକି 1 କେଜି ନେଇପାରିବ, ସେମାନେ କାଟିକି ବି ଦେଉଛନ୍ତି ଦୋକାନରେ। ସାତପୁରୀରେ ଗୋଟେ ପୁର ଦେବେ ନା 7 ପରସ୍ତ ଭଳିଆ ପୁର ଦେବେ? ହଁ, এটা 7 ପରସ୍ତ ପୁର ଦିଆହବ, 7 ପ୍ରକାର ପୁର ଦିଆହବ। କି କି? ବିଭିନ୍ନ ପ୍ରକାର ଛେନା, ବୁନ୍ଦି, ତାପରେ କ୍ଷୀର ଛେନା, ଦହି ଛେନା, ତାପରେ ନଡ଼ିଆ, ସୁଜି ପୁର, 7 ରାଶି ପୁର, ବିଭିନ୍ନ ପ୍ରକାର ପୁର ବି 7 ପ୍ରକାର ପୁର ଦିଆଯାଏ ଏଥିରେ। ସେଥିପାଇଁ ଗୋଟେ ବଡ଼ କଡ଼ା ଥାଏ, ଏମିତି ଗୋଟେ ବଡ଼ କଡ଼ା ଥାଏ, ଗୋଟେ ବଡ଼ ପୁରୀ ହବ। ସେ ପୁରୀ ଦେବେ, ତାପରେ ତାକୁ 7 ପରସ୍ତ ହେଇକି ଦିଆଯିବ। ସେଇଟା ବହୁତ ଟାଇମ୍ ଲାଗିବ, ଗୋଟେ ପୁରୀ ଛାଣିବାକୁ ବହୁତ ଟାଇମ୍ ଲାଗିବ। ଆମେ ତାକୁ ଏତେ ଏମିତି କରୁନୁ, ଗୋଟେ ପ୍ରକାର ପୁର ଦେଇକି ଆମେ କରିଦେଉଛୁ। ସେଇତ ସବୁ ମିଶାଇ ଦେଉଛୁ ଆଉ, ଛେନା, ନଡ଼ିଆ ସବୁ। ଆଜି ତ ଛେନା ନାହିଁ, ମିଳିଲାନି, ଖାଲି ନଡ଼ିଆ ରହିଛି, ନହେଲେ ଆମେ ତ ଛେନା, ନଡ଼ିଆ ସବୁ ବୁନ୍ଦି ସବୁ ମିଶାଇ ମାଶିକିରି ଗୋଟେ ପ୍ରକାର ଗୋଟେ ଥାକ ଦେଇ କରିଦେଉ ଆଉ। ଲାଷ୍ଟ
ଛଣା ହେଇଥିବ। ପୁଅ ଦେଖିବ, ପୁଅ ତ ଭିଡ଼ିଓ ଦେଖିବ, ମନ କରିବ ଆଉ ନଥିଲା ବେଳେ ମନେ କରୁନି, ସେ ତ ଆସିପାରୁନି ଆଉ କ'ଣ କରାଯିବ। ଯେତେବେଳେ ହେଇଗଲା ଆମର ହେଇଗଲା ସରିଗଲା। ପ୍ରସ୍ତୁତି ହେଇଗଲା। ଦେଖନ୍ତୁ ଡିନର ପାଇଁ ରେଡ଼ି ହେଇଗଲା ଆମର ସାତ ପୁରୀ କେତେ ସୁନ୍ଦର ହେଇଛି, ପୁରା ପୋଡ଼ିଛି, ପୁରା କ୍ରିସ୍ପି, ପୁର। ଥ୍ୟାଙ୍କ ୟୁ।